ସକାଳୁ ସକାଳୁ ବାହାରି ପଡ଼ିଲୁ ଗଡ଼ହରିଶପୁର ସରବନ୍ତ ଜଗନ୍ନାଥ ମନ୍ଦିର। ମାଳିକା ଓ ଇତିହାସକାରଙ୍କ ମତ ଅନୁସାରେ ଯେତେବେଳେ କଳାପାହାଡ଼ ଦାରୁଙ୍କୁ ଅଧାପଡ଼ା କରି ବାଲେଶ୍ୱର ଗଙ୍ଗା ନଦୀ କୂଳରେ ଛାଡ଼ିଥିଲା ବିଶ୍ୱର ମହାନ୍ତି, ବାଲେଶ୍ୱରର ବାସିନ୍ଦା, ସେ ମୃଦଙ୍ଗ କୂଳରେ ଚାରି ବ୍ରହ୍ମକୁ ରଖି ଲୋକଙ୍କୁ ନ ଜଣେଇ ଭଜନ କୀର୍ତ୍ତନ ସହ ସମୁଦ୍ର କୂଳେ କୂଳେ ଆସି ଗଡ଼କୁଜଙ୍ଗରେ ପହଞ୍ଚିଥିଲେ। ଗଡ଼କୁଜଙ୍ଗରେ ବ୍ରହ୍ମ 3 ମାସ ଜଙ୍ଗଲ ଭିତରେ ରହିଲେ। ତାପରେ ଚାରି ବ୍ରହ୍ମ 13 ଦିନ ସରବନ୍ତରେ ରହିଲେ। ପରେ ପରେ ପୁରୀ ଅଭିମୁଖେ ଯାତ୍ରା କଲେ। 1516 ଖ୍ରୀଷ୍ଟାବ୍ଦରେ ଗଡ଼ହରିଶପୁର ରାଜା ବିଷ୍ଣୁ ଚକ୍ରବର୍ତ୍ତୀ ମଙ୍ଗରାଜ ଏହା ଜାଣିବା ପରେ ସେବେଠୁ ପ୍ରଭୁ ଏଠାରେ ପୂଜା ପାଆନ୍ତି। ଯେହେତୁ ପ୍ରଭୁ ପତ୍ର ଝାଡ଼ରେ ରହିଥିଲେ, ଏଠାରେ ପ୍ରଭୁଙ୍କୁ ଝାଡ଼ ଜଗନ୍ନାଥ ବୋଲି କୁହାଯାଏ। କଥାରେ ଅଛି, ଯେବେ ଯିବ ସରବନ୍ତ ପତ୍ର ପଡ଼ିବ ଅଲବତ। ଜୟ ଜଗନ୍ନାଥ।